ପ୍ରେମର ଅନୁଭବ ଟିକେ ନିଆରା ହୋଇଥାଏ। ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ଥାଏ। ସଚ୍ଚା ପ୍ରେମ କ'ଣ ହୋଇଥାଏ ଏକଥା କେବଳ ସିଏ ବୁଝିପାରିଛି ଯେ କାହାକୁ ବହୁତ ପ୍ରେମ କରିଛି ପୁଣି ତାକୁ ହରେଇ ଦେଇଛି। ପ୍ରେମରେ ଯଦି ଲୁହ ଆସିଯାଏ ତେବେ ବୁଝିଯାଅ କି ପ୍ରେମ ସଚ୍ଚା ବୋଲି। ପ୍ରେମ ଜିଦ୍ଦିରେ ନୁହେଁ, ପ୍ରେମ ଭାଗ୍ୟରେ ଥିଲେ ମିଳେ। ସେଥିପାଇଁ ତ ଦୁନିଆର ମାଲିକ ବି ରାଧାଙ୍କ ବିନା ରହିଲେ। ମଣିଷ ଏହି ଦୁଇଟି ସ୍ଥାନରେ ବାରମ୍ବାର ହାରିଥାଏ, ଗୋଟିଏ ପ୍ରେମ ପାଖରେ, ଦ୍ୱିତୀୟଟି ପରିବାର ପାଖରେ। ବେଳେବେଳେ ସେହି ମଣିଷ ଅଧିକ କନ୍ଦେଇ ଦିଏ ଯାହାର ଖୁସି ପାଇଁ ଆମେ କିଛି ବି କରିବାକୁ ରାଜି ଥାଉ। ଯାହା ସହଜରେ ମିଳେ ତାହାର ମହତ୍ଵ ମଧ୍ୟ ଶସ୍ତା ହୋଇଥାଏ। କାହା ପାଖରେ ଅଧିକ ଆଶା ରଖ ନାହିଁ, ନହେଲେ ତୁମେ ଦୁଃଖରେ ଥିବ ଆଉ କାହାକୁ କିଛି ବି ଫରକ ପଡ଼ିବ ନାହିଁ। ଅନ୍ୟମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତାହା ଜରୁରୀ ନୁହେଁ, କାରଣ ତୁମେ ନିଜେ କ'ଣ ତାହା ତୁମେ ନିଜେ ଭଲସେ ଜାଣିଛ। କାହାକୁ କୈଫିୟତ ଦେବାର ଆବଶ୍ୟକତା ନାହିଁ। ମଣିଷ ବିନା କାରଣରେ ନିଜେ ଦେଇଥିବା ଇଜ୍ଜତ ଏବଂ କାହାଠାରୁ ପାଇଥିବା ବେଇଜ୍ଜତ କେବେ ଭୁଲି ପାରିନଥାଏ। ବିଶ୍ୱାସ ଗୋଟିଏ ଛୋଟ ଶବ୍ଦ, ପଢ଼ିଲେ ଗୋଟେ ସେକେଣ୍ଡ ଲାଗେ, ଭାବିଲେ ଗୋଟେ ମିନିଟ୍ ଲାଗେ, ବୁଝିବାକୁ ଗୋଟେ ଦିନ ଲାଗେ, ପ୍ରମାଣ କରିବାକୁ ସାରା ଜୀବନ ଲାଗେ। ସେଥିପାଇଁ କେବେ କାହା ବିଶ୍ୱାସକୁ ଭାଙ୍ଗନ୍ତୁ ନାହିଁ। ସମ୍ପର୍କ ମୁହଁରୁ ନୁହେଁ, ହୃଦୟରୁ ହୋଇଥିବା ଦରକାର। ରାଗ ଅଭିମାନ ମୁହଁରୁ ଚଳିବ, ହୃଦୟରୁ ନୁହେଁ। ଯିଏ ପ୍ରକୃତରେ ତୁମକୁ ଭଲ ପାଏ ସେ ସମୟ ନଥିଲେ ବି ସମୟ ବାହାର କରିନେବ। ଆଉ ଯିଏ ଆପଣଙ୍କୁ ଧୋକା ଦେବାକୁ ଚାହୁଁଛି ସମୟ ଥିଲେ ମଧ୍ୟ ସମୟ ନଥିବାର ହଜାରେ ବାହାନା କରିନେବ। ଏହି ତିନି ପ୍ରକୃତିର ମଣିଷଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଯିଏ କଥା କଥାରେ ବଦଳି ଯାଆନ୍ତି, ଯିଏ କଥା କଥାରେ ପ୍ରଶଂସା କରନ୍ତି, ଯିଏ କଥା କଥାରେ ଅଭଦ୍ରାମୀ କରନ୍ତି, ଏମାନେ ବିଷାକ୍ତ ସାପଠାରୁ ବି ଅଧିକ ଭୟଙ୍କର ହୋଇଥାନ୍ତି। ଗୋଟିଏ ସରଳ ମଣିଷ ସହିତ ସମ୍ପର୍କ ଗଢ଼ିବା ସହଜ, କାରଣ ତାଙ୍କର ବିଶ୍ୱାସ ଜିତିବା ସହଜ। ସତ୍ୟ ଏକ ଏଭଳି ଧନ ଯାହାକୁ ଖର୍ଚ୍ଚ କଲେ ପୁଣ୍ୟ ବଢ଼େ, ଆଉ ମିଥ୍ୟା ଏକ ଏଭଳି ଧନ ଯାହା ଖର୍ଚ୍ଚ କଲେ କେବଳ କ୍ଷଣିକ ସୁଖ ମିଳେ ଏବଂ ଅମାପ ପାପ ବଢ଼େ। ପ୍ରେମରେ କଷ୍ଟ ତ ସମସ୍ତେ ପାଇଥାନ୍ତି, କିଏ ସହିଯାଏ ତ ଆଉ କାହାର ପ୍ରେମ ଅଧିକ ମଜବୁତ ହୋଇଯାଏ। ଭୁଲ ନଥାଇ କେବଳ ସମ୍ପର୍କକୁ ବଞ୍ଚେଇବା ପାଇଁ ବାରମ୍ବାର ମୁଣ୍ଡ ନୁଆଉ ନାହିଁ, କାରଣ ଏହି ଦୁନିଆ ସଳଖ ଲୋକର ସାଥିରେ ଥାଏ ଆଉ ନଈ ଯାଉଥିବା ଲୋକର ଫାଇଦା ଉଠାଏ। କୁହନ୍ତି ପ୍ରେମର ଆରମ୍ଭ ଆଖିରୁ ହୋଇଥାଏ, ବୋଧହୁଏ ସେଥିପାଇଁ ଲୁହ ଆଖି ହିଁ ଝରେଇଥାଏ। ଖାଦ୍ୟ ହେଉ କି ପ୍ରେମ, ଯଦି କାହାକୁ ଆବଶ୍ୟକତା ଠାରୁ ଅଧିକ ମିଳିଯାଏ ବିଶ୍ୱାସ କର ସେ ତାକୁ ଅଧାରୁ ହିଁ ଛାଡ଼ିଦିଏ। ପ୍ରେମ ହେଇଗଲେ କିଛି ଅସୁବିଧା ନାହିଁ, କିନ୍ତୁ ବହୁତ ପ୍ରେମ ହେଇଗଲେ ପ୍ରେମ କଷ୍ଟ ଦେବାକୁ ଆରମ୍ଭ କରେ। ଜୀବନରେ ଅନେକ କିଛି ଅମୂଲ୍ୟ ମିଳିଥାଏ, ଆମେ ତାକୁ ଆଦର କରିବା ତ ଛାଡ଼, ତାହା କ'ଣ ଆମର ମନେ ବି ନଥାଏ। ଆମେ କେବଳ ତାକୁ ମନେ ରଖୁ ଯାହାକୁ ଆମେ ହରେଇ ଦେଇଥାଉ କିମ୍ବା ଆମର ତାହା ହାସଲ କରିବା ହିଁ ହେଇନଥାଏ। ଜଣେ ମଣିଷ ବେଳେବେଳେ ଏଥିପାଇଁ ବି ମିଛ କହିଥାଏ, କାହିଁକି ନା ସେ ମିଛରେ ଜଣେ ଭଲ ଲୋକର ଭଲ ହୋଇଥାଏ, ଆଉ ଭଲ ଲୋକର ଭଲ ପାଇଁ ମିଛ କହିବା ସେଇଟା କଦାପି ମିଛ ନୁହେଁ। ମିଛ ଏଥିପାଇଁ ବି କହିବାକୁ ପଡ଼େ ଯେ ମିଛ ଲୋକର ମିଛକୁ ଜାଣିବା ପାଇଁ, ଆଉ ଏମିତି ଖେଳ ବୁଦ୍ଧିମାନ ଲୋକ ହିଁ ଖେଳିଥାଏ।